ଗତକାଲି ମୟୂରଭଞ୍ଜ ଜିଲ୍ଲା ଗୋରୁ ମହିଷାଣୀଠାରେ ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଏସିଆର ପ୍ରଥମ ଲୌହ ଖଣି ଗୋରୁ ମହିଷାଣୀ ଗେଟ୍ ସମ୍ମୁଖରେ ଶତାଧିକ ଶ୍ରମିକ ସହିତ ଆଦିବାସୀ ପାରମ୍ପରିକ ବାଦ୍ୟରେ ଏହି ରାଲି ବାହାରି କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ସଭାସ୍ଥଳୀରେ ପହଞ୍ଚିଥିଲେ। ତେବେ 1998 ମସିହାରୁ ଶ୍ରମିକମାନଙ୍କର ହକ୍ ଅଧିକାରକୁ ସରକାର ସାକାର କରିଛନ୍ତି। ତତ୍ସହିତ ଶ୍ରମିକମାନଙ୍କ ଆବଶ୍ୟକତା ଦେଖି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକମାନଙ୍କ ପାଇଁ 4 ଶ୍ରମ ସଂହିତା ବା 4 ଲେବର କୋଡ୍ ଆଇନ ଲାଗୁ କରିବା ସହିତ 13 ଦଫା ଦାବି ପୂରଣ କରିଛନ୍ତି, ଯାହା ଆସନ୍ତା ଏପ୍ରିଲ 1ରୁ ଲାଗୁ ହେବ ବୋଲି ସଭାସ୍ଥଳରେ ସଂଘର ଓଡ଼ିଶା ଜୋନାଲ ସଭାପତି ମନମୋହନ ସେଠୀ ଶ୍ରମିକମାନଙ୍କୁ ଉଦ୍ବୋଧନ ଦେଇ ଅବଗତ କରାଇଛନ୍ତି। ଏହି ସମୟରେ ଶ୍ରମିକମାନେ ମହାମହିମ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜିନ୍ଦାବାଦ ନାରା ଦେଇଛନ୍ତି। ଜଗନ୍ନାଥ ଗୁଜରାତଙ୍କ ରିପୋର୍ଟ, ଅଭୟ ନ୍ୟୁଜ୍ ଓଡ଼ିଶା।